ମହାପଣ୍ଡିତ ସଦାନନ୍ଦଙ୍କର କୌଶିକ ନାମରେ ଏକମାତ୍ର ପୁତ୍ର ଥିଲା। ତାର ବିବାହ ପାଇଁ ବୟସ ହୋଇଥିଲେ ସୁଦ୍ଧା ତାକୁ ଝିଅ ଦେବାକୁ କେହି ହେଲେ ବି ଆଗ୍ରହ ପ୍ରକାଶ କରୁନଥିଲେ। ଦିନେ ସଦାନନ୍ଦଙ୍କର ପିଲାବେଳର ସାଥୀ ସୋମେଶ୍ୱର ତାଙ୍କ ଝିଅ ପାଇଁ ବର ଖୋଜୁ ଖୋଜୁ ସେଠାରେ ଆସି ପହଞ୍ଚିଲେ। ଦିନେ ସେ ଦୁଇ ବନ୍ଧୁ ନାନା ଗଳ୍ପ କରୁ କରୁ ସୋମେଶ୍ୱର ତାଙ୍କ କନ୍ୟାର ବିବାହ କଥା ଉଠାଇଲେ। ସେ କହିଲେ, ଆଚ୍ଛା, ଏତେ ଖୋଜାଖୋଜି କାହିଁକି? ତମର ତ ବୋହୂ ଦରକାର, ମୋର ବି ତ ଜ୍ୱାଇଁ ଦରକାର। ଚାଲ ଆମେ ଆମ ପୁଅ ଝିଅ ଦୁହିଁଙ୍କୁ ବାହା ଦେବା। କିନ୍ତୁ ମୁଁ ଶୁଣିଛି ଯେ କୌଶିକକୁ ଝିଅ ଦେବାକୁ ମୋଟେ କେହି ଚାହାନ୍ତି ନାହିଁ। ଏହାର କାରଣ କ'ଣ? ତାର କ'ଣ କିଛି ବଦଭ୍ୟାସ ଅଛି କି? ସଦାନନ୍ଦ ଅଳ୍ପ ହସି କହିଲେ, ସେ କଥା ତମେ କାହିଁକି ତାକୁ ହିଁ ପଚାରୁନାହଁ? ସେହିଦିନ ରାତିରେ ହିଁ ସୋମେଶ୍ୱର କୌଶିକକୁ ପଚାରିଲେ, ବାପ, ତମେ କିଛି ଖରାପ ଭାବିବ ନାହିଁ। ମଦ ପିଇବା ବା ଜୁଆ ଖେଳିବା ଆଦି କିଛି ବଦଭ୍ୟାସ ତମର ଅଛି କି? କୌଶିକ ଚଟାପଟ କହିଲା, ନା, ଆଦୌ ନୁହଁ, ମୋର ସେପରି କୌଣସି ବଦଭ୍ୟାସ ନାହିଁ। ପରେ ଯେତେବେଳେ ସୋମେଶ୍ୱର ଏକଥା ସଦାନନ୍ଦଙ୍କୁ କହିଲେ, ସଦାନନ୍ଦ ଟିକିଏ ରହି କହିଲେ, ମୋ ପୁଅର ଗୋଟିଏ ମାତ୍ର ବଦଭ୍ୟାସ ଅଛି। ସେଇଟା ହେଲା ସେ କେବେ ବି ମଧ୍ୟ ସତ କଥା କହେ ନାହିଁ।